ସର୍ବପ୍ରାଚୀନ ଐତିହାସିକ ଅମରାବତୀ ଦୋଳ ମିଳନ ଉଦ୍ଯାପିତ। ଶାସ୍ତ୍ରରେ କୁହନ୍ତି ଦୋଳେଶ୍ଚ ଦୋଳଗୋବିନ୍ଦ ଚାପେଶ୍ଚ ମଧୁସୂଦନ ରଥେତୁ ବାମନ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍ ଯେ ଦୋଳ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବା ଚାପ ଖେଳରେ ମଧୁସୂଦନ ବା ରଥରେ ଚତୁର୍ଥ ମହାପ୍ରଭୁଙ୍କୁ ଦର୍ଶନ କରି ତାର ଆଉ ପୁନଃ ଜନ୍ମ ହୋଇନଥାଏ। ବର୍ଷକ 12 ମାସ 6 ଋତୁ ମଧ୍ୟରୁ ଋତୁରାଜ ବସନ୍ତ ଅନ୍ୟତମ। ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ପର୍ବ ପାଳନ କରାଯାଇ ହୋଲିରେ ସମାପନ ହୋଇଥାଏ। ପଲ୍ଲୀଠାରୁ ଆରମ୍ଭ କରି ବଡ଼ ବଡ଼ ସହର ଓ ନଗର ପର୍ଯ୍ୟନ୍ତ ସବୁଠାରେ ଏହି ପର୍ବ ମହା ଆଡମ୍ବରରେ ପାଳିତ ହୁଏ। ଗାଁ ଗାଁରେ ବିମାନରେ ଦୋଳ ଗୋବିନ୍ଦ ମୂର୍ତ୍ତି ପୂଜା ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକ ଓ ତୋରଣରେ ସୁସଜ୍ଜିତ ମଣ୍ଡପରେ ଉତ୍ସବ ମୁଖରିତ ହୁଏ। ବଡ଼ଚଣା ବ୍ଲକର ସର୍ବପୁରାତନ ତଥା କିମ୍ବଦନ୍ତୀ ବହନ କରୁଥିବା ଐତିହାସିକ ଅମରାବତୀ ଦୋଳ ମିଳନ ଐତିହ୍ୟ ସମ୍ପନ୍ନ ସାଂସ୍କୃତିକ ତଥା ଭାଇଚାରାରେ ପର୍ଯ୍ୟବେସିତ। ଏହି ଅମରାବତୀ ମିଳନ 1000 ବର୍ଷର ପୁରାତନ ମିଳନ ଶୃଙ୍ଖଳିତ ଭାବେ ପୂର୍ଣ୍ଣିମା ପୂର୍ବ ରାତିରେ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଅପରାହ୍ନରେ ଉଦ୍ଯାପିତ ହୁଏ। ଏହି ମିଳନର ବିଶେଷତ୍ୱ ହେଉଛି ଠାକୁର ଦୋଳ ବିମାନରେ ବିଜେ କରି ମଠ ମଧ୍ୟକୁ ଆସିବା ପରେ ମେଳନ କମିଟି ପକ୍ଷରୁ ଠାକୁରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗୋଟା ପାନ ଗୋଟା ଗୁଆ ଦିଆଯାଇ ସ୍ୱାଗତ କରାଯାଇଥାଏ। ଏହି ମେଳନର ଏକ ନିଆରା ପ୍ରଥା ଅନୁସାରେ ସମସ୍ତ ସେବାୟତ ନିଜର ଉତ୍ସର୍ଗୀକୃତ ସେବା ଯୋଗାଇ ଠାକୁରଙ୍କ ପୂଜାର୍ଥେ ପୁଷ୍ପମାଲ୍ୟ କୁମାର ଭୋଗ କୁଡୁଆ ପ୍ରସ୍ତୁତି ଓ ସହାୟକ ଭାବେ ବାରିକ ଇତ୍ୟାଦି ସେବାୟତଙ୍କୁ ପ୍ରଚଳିତ ତଥା ଅନୁଯାୟୀ କରିଯିବାର ପରମ୍ପରା ରହିଛି। ତେବେ ପରମ୍ପରା ଅନୁଯାୟୀ ଏହି ମିଳନର ଥାନପତି ଅମରାବତୀ ବିମାନ ମଣ୍ଡପରେ ବିଜେ ହୋଇଥାନ୍ତି। ପ୍ରତ୍ୟେକ ଠାକୁରଙ୍କ ନିମନ୍ତେ ସ୍ୱତନ୍ତ୍ର ମଣ୍ଡପ ମାନ କମିଟି ଦ୍ୱାରା ପ୍ରସ୍ତୁତ ହୋଇଥାଏ। ଚାନ୍ଦି ରୂପା ସୁନା ଗହଣା ଓ ବିଭିନ୍ନ ପ୍ରକାରର ପୁଷ୍ପରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତିକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦର୍ଶନ କରି ଭାବ ବିହ୍ୱଳ ହୋଇ ପରସ୍ପରକୁ ରଙ୍ଗ ଓ ଅବିର ବୋଳି ବେଶ୍ ଆନନ୍ଦିତ ହୁଅନ୍ତି। ବିଭିନ୍ନ ମଠ ମନ୍ଦିରରୁ ସୁସଜ୍ଜିତ ବିମାନରେ ଆସିଥିବା ରାଧାକୃଷ୍ଣଙ୍କ ଶୋଭାଯାତ୍ରାରେ ମହନ୍ତ ପୂଜକ ସେବାୟତ ଛତ୍ରଛତ୍ରୀ ନିଶାନ ବାଜା ବାଣ ବାଘ ଷଣ୍ଢ କେଳା କେଳୁଣୀ ନୃତ୍ୟ ସମେତ ପାରମ୍ପରିକ ଲୋକ ନୃତ୍ୟ ରଙ୍ଗ ଅବିର ଖେଳ ଓ କୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ ଶ୍ରୀଜୀଉଙ୍କୁ ମଣ୍ଡପରେ ବିଜେ କରାଇଥାନ୍ତି। ମେଳନ ପଡ଼ିଆରେ ଦିନେ 2 ଦିନ ପୂର୍ବରୁ ଶତାଧିକ ବ୍ୟବସାୟୀ ନିଜ ନିଜର ପସରା ମେଲାଇ ବେଶ୍ 2 ପଇସା ରୋଜଗାର କରିଥାନ୍ତି ଓ ଛୋଟ ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ଦୋଳି ଖେଳର ମଜା ଉଠାଇଥାନ୍ତି। କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ବୈରୀ ଥାନା ପକ୍ଷରୁ ପୋଲିସ ପ୍ରଶାସନ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ସ୍ୱାସ୍ଥ୍ୟ ବିଭାଗ ସ୍ଥାନୀୟ ଅଞ୍ଚଳର ସମାଜସେବୀ ବୁଦ୍ଧିଜୀବୀ ମୁରବୀ ଓ ଯୁବ ସଂଗଠନର ସହଯୋଗରେ ମେଳନ ଉଦ୍ଯାପିତ ହୁଏ। ଚଣ୍ଡିଖୋଲରୁ ରଶ୍ମିତା ବେହେରାଙ୍କ ରିପୋର୍ଟ ଦ ନ୍ୟୁଜ୍ ଟୁଡେ।